ପୂର୍ବେ ଜମିଦାର ମାନେ ନିଜ ତାଲୁକରେ ସର୍ବେ ସର୍ବା ଥିଲେ। ସେମାନେ ଯାହା କହୁଥିଲେ ତାହା ସମସ୍ତେ ମାନୁଥିଲେ, ବିଚାର କରି ଦଣ୍ଡ ଦଉଥିଲେ। ତାଙ୍କୁ ଲୋକେ ରାଜା ପରି ମାନୁଥିଲେ। ତାଙ୍କ ତଳକୁ ଗୁମାସ୍ତା ଏକ ପ୍ରକାର ସର୍ବେ ସର୍ବା ଥିଲେ। ଗୁମାସ୍ତା ଯାହା କହୁଥିଲେ ଜମିଦାର ତାହା ମାନୁଥିଲେ। ରସୁଲପୁରରେ ଜଣେ ଯୁବ ଜମିଦାର ଥିଲେ, ବଡ଼ ଅବୁଝା ସ୍ୱଭାବର। ଯାହା ବୁଝିଥିବେ ସେଇଆ। ତାଙ୍କ କଥା ଯିଏ ମାନୁନଥିଲା ତାଙ୍କୁ ହଇରାଣ କରାଯାଉଥିଲା, ନଚେତ୍ ଦଣ୍ଡ ଦିଆଯାଉଥିଲା। ତାଙ୍କର ଗୁମାସ୍ତା ମଧ୍ୟ କିଛି କମ୍ ନଥିଲେ। ସେ ମଧ୍ୟ ଜମିଦାର ଚରିତ୍ରର ଥିଲେ। ସେହି ସହରରେ ଜଣେ ମଧ୍ୟବିତ୍ତ ପରିବାର ବାସ କରୁଥାନ୍ତି। ତାଙ୍କର ଗୋଟିଏ ଝିଅ ମିନତି ବୋଲି ଥାଏ। ମିନତିର ବାପା ବସନ୍ତ ଚରିତ୍ର ଖୁବ୍ ଖରାପ। ସେହି ସହରରେ ଥିବା ଆଉ ଜଣେ ସ୍ତ୍ରୀ ଲୋକ ସହିତ ତାର ଖରାପ ସମ୍ପର୍କ ଥାଏ। ସେ ତାକୁ ବାହା ହେବାକୁ ଚାହୁଁଥିଲା। ବାହା ହୋଇଗଲା ସତ, କିନ୍ତୁ ପ୍ରଥମ ସ୍ତ୍ରୀ ଭୟରେ ଘରକୁ ଆଣିପାରୁ ନଥାଏ। ସ୍ୱାମୀ ସ୍ତ୍ରୀ ସଦାବେଳେ କଳି କରନ୍ତି। ସାଇ ପଡ଼ିଶା ଯେତେ ବୁଝାଇଲେ ବୁଝନ୍ତି ନାହିଁ। କଳିଗୋଳର କାରଣ ପିଲାଟି ପାଇଁ। ପିଲାଟି କିଏ ନେବ? ମିନତିକୁ ସେତେବେଳେ 5 ବର୍ଷ ହୋଇଥାଏ। ସେ ମା ପାଖରେ ରହିବାକୁ ଚାହୁଁଥିଲେ ମଧ୍ୟ ବସନ୍ତ ଡରରେ କିଛି କହିପାରୁ ନଥାଏ। ଏଭଳି ପରିସ୍ଥିତିରେ ବସନ୍ତ ଏବଂ ମିନତିର ମା ସ୍ଥିର କଲେ ନ୍ୟାୟ ପାଇଁ ଜମିଦାରଙ୍କ ପାଖକୁ ଯିବେ। କିଛି ଦିନ ପରେ ଜମିଦାରଙ୍କ ପାଖକୁ ଗଲେ। ମିନତି ମା ପାଖରେ ରହିବାକୁ କହିଲେ ମଧ୍ୟ ଜମିଦାର ଶୁଣିଲେ ନାହିଁ। ପୁରୁଷ ନଥିଲେ ପିଲା କୁଆଡ଼ୁ ଆସିବ ବୋଲି କହି ମିନତିକୁ ବସନ୍ତ ନେବ ବୋଲି ବିଚାରରେ କହିଲେ। ବସନ୍ତ ମିନତିକୁ ଖୁବ୍ ଭଲ ପାଏ, କିନ୍ତୁ ଦ୍ୱିତୀୟ ସ୍ତ୍ରୀ ମିନତିକୁ ଘୃଣା କରେ। ତାକୁ ମୋଟେ ଭଲ ପାଏ ନାହିଁ। ଏଥିପାଇଁ ବସନ୍ତ ଏବଂ ତାର ଦ୍ୱିତୀୟ ସ୍ତ୍ରୀ ମଧ୍ୟରେ କଳି ଲାଗିଲେ। କଳି ଚରମ ସୀମାରେ ପହଞ୍ଚିଲା। ଏତେ ଦୂର ଗଲା ଯେ 2 ଜଣ ଯାକ ବାଡ଼ିଆ ବାଡ଼ି ପର୍ଯ୍ୟନ୍ତ ଗଲା। ମିନତି ବାପା ଆଉ ସାବତ ମାଆକୁ ଯେତେ ବୁଝାଇଲେ ବୁଝିଲେ ନାହିଁ। ବସନ୍ତ ଦ୍ୱିତୀୟ ସ୍ତ୍ରୀକୁ ଛାଡ଼ି ଅନ୍ୟତ୍ର ଯିବାକୁ ଚାହିଁଲା, କିନ୍ତୁ କେଉଁ ମୁହଁରେ ପ୍ରଥମ ସ୍ତ୍ରୀ ପାଖକୁ ଯିବ? ମିନତି ତା ମାଆକୁ ଝୁରେ, ବାପାକୁ ମଧ୍ୟ ସେ କଥା କହିଲା। ହଠାତ୍ ଦିନେ ଦ୍ୱିତୀୟ ସ୍ତ୍ରୀ ଦେହ ଖରାପ ହେଲା। ତା ମୁଣ୍ଡ ବୁଲାଇଲା। ବସନ୍ତ ଡାକ୍ତରଙ୍କୁ ଦେଖାଇଲା। ଡାକ୍ତର ମୁଣ୍ଡରେ ବିପଦଜନକ ରୋଗ ହୋଇଛି ବୋଲି କହିଲେ। କିଛି ଦିନ ପରେ ସେ ମରିଗଲା। ବସନ୍ତ କିଛି ଦିନ ପରେ ପ୍ରଥମ ସ୍ତ୍ରୀ ପାଖକୁ ଗଲା। ତାକୁ ଭୁଲ ମାଗିଲା। ମିନତି ବସନ୍ତ ଯାଇ ତା ନିଜ ଘରେ ପ୍ରଥମ ସ୍ତ୍ରୀ ପାଖରେ ରହିଲେ। ଜମିଦାରଙ୍କର ଉପରେ କିନ୍ତୁ ମିନତିର ରାଗ ରହିଲା। ଜମିଦାରଙ୍କୁ ପାନେ ଦେବ ବୋଲି ଠିକ୍ କଲା। ତା ବାପା ଏବଂ ମା ଯେତେ ମନା କଲେ ମଧ୍ୟ ଶୁଣିଲା ନାହିଁ। ବସନ୍ତର ଗୋଟିଏ ପଡ଼ୋଶୀ ଭାରି କଳିଆ। ସେ ଜମିଦାରଙ୍କର ଚାମଚାଗିରି କରେ। ଦିନେ ବସନ୍ତ ସେ ପଡ଼ୋଶୀ ସହିତ କଥାବାର୍ତ୍ତା ହଉ ହଉ ବସନ୍ତ କହିଲା, ଜମିଦାରଙ୍କର ଭୁଲ ନିଷ୍ପତ୍ତି ଯୋଗୁଁ ମିନତିକୁ ମୁଁ ନେଲି। ମିନତି କଷ୍ଟ ଭୋଗିଲା। ପିଲାଟିଏ ହେଲେ କ'ଣ କେବଳ ପୁରୁଷର? ସ୍ତ୍ରୀର ମଧ୍ୟ ଅଧିକାର ଅଛି। ସ୍ତ୍ରୀ ନଥିଲେ ପିଲା ହେବନି କି ପୁରୁଷ ନଥିଲେ ମଧ୍ୟ ପିଲା ହେବନି। ଏହି ସମୟରେ ମିନତି ଆସି ବାପାକୁ ସମର୍ଥନ କଲା। ମିନତି କହିଲା, ସେତେବେଳେ ଜମିଦାର ମୋତେ ପଚାରିଥିଲେ, ମୋ କହିବା ଅନୁସାରେ ନିଷ୍ପତ୍ତି ନେବାର ଥିଲା। ପଡ଼ୋଶୀ ତ ଜମିଦାରଙ୍କର ଚାମଚା। ସେ ଜମିଦାରଙ୍କର ପାଖକୁ ଯାଇ ଏ କଥା କହିଲା। ଜମିଦାର ରାଗିଗଲେ। ତାକୁ କିଏ କହିଲା ବୋଲି କହିଲେ। ପଡ଼ୋଶୀଟି ବସନ୍ତର ଝିଅ କହିଲା ବୋଲି କହିଲା। ଜମିଦାର ମିନତି ଏବଂ ବସନ୍ତକୁ
ବିଚାର ପାଇଁ ଡକାଇଲେ। ମିନତୀ ମୁହଁରେ କଳା ବୋଳି ହୋଇ ଜମିଦାରଙ୍କ ନିକଟକୁ ଆସିଲା। ଜମିଦାର ତାକୁ ପଚାରିଲେ, ତମେ ସ୍ତ୍ରୀ ଶ୍ରେଷ୍ଠ ବୋଲି କହୁଛ, ପୁରୁଷ ନଥିଲେ କୌଣସି ସ୍ତ୍ରୀର ପିଲାପିଲି ହେବେ କି? ମିନତୀ କହିଲା, ସାନ୍ତ, ମୋତେ କ୍ଷମା କରିଦେବେ। ଆପଣ ବର୍ତ୍ତମାନ ସୁଦ୍ଧା ବିବାହ କରିନାହାନ୍ତି। ଆପଣଙ୍କର ବଂଶ ରକ୍ଷା କରିବା ପାଇଁ ପୁଅ ବା ଝିଅଟିଏ ଦରକାର। ସ୍ତ୍ରୀ ଲୋକ ବିନା ଆପଣ କରିପାରିବେ କି? ଜମିଦାର ଚୁପ୍ ରହିଲେ। ସେଠାରେ ଯେଉଁ ଲୋକମାନେ ଥିଲେ ସମସ୍ତେ ଚୁପ୍ ରହିଲେ। ତାପରେ ଜମିଦାର କହିଲେ, ହଉ ତମେ ଯାଅ। ବସନ୍ତ ଏବଂ ମିନତୀ ଘରକୁ ଆସିଲେ। କିନ୍ତୁ ଜମିଦାର ମିନତୀ ଉପରେ ରାଗ ରଖିଲେ। ଦିନେ ଜମିଦାର ବସନ୍ତକୁ ଡକାଇ କହିଲେ, ତୁମ ଝିଅ ଖୁବ୍ ଚାଲାକ, ନୁହଁ? ତେବେ ଗୋଟେ କାମ କରିବ, ତମ ଝିଅକୁ କହିବ, ମୋ ମୁଣ୍ଡରେ କେତେ ବାଳ ଅଛି ଗଣି କହିବ। ନ କହିପାରିଲେ ଦଣ୍ଡ ଭୋଗିବ। ବସନ୍ତ ମନ ଦୁଃଖରେ ଘରକୁ ଫେରିଲା। ଘରେ ମିନତୀକୁ କହିଲା। ମିନତୀ ବାପାକୁ ବ୍ୟସ୍ତ ନ ହେବାକୁ କହିଲା। ଜମିଦାରକୁ କୁହ, ମୁଁ କାଲି ମୁଣ୍ଡ ବାଳ ଗଣିବା ପାଇଁ ଯିବି। ଭଣ୍ଡାରୀ ରଖିଥିବେ। ମୁଁ ଯେତିକି ବାଳ ଗଣିବି ସେତିକି ବାଳ ସଙ୍ଗେ ସଙ୍ଗେ କଟା ହୋଇଯିବ, ନଚେତ୍ ଅନ୍ୟ ବାଳ ସହ ମିଶିଯିବ। ସେହିପରି କରାଗଲା। ମିନତୀ ଯାଇ ପାନିଆ ଧରି ଜମିଦାରଙ୍କର ବାଳ 1, 2, 3 କରି ଗଣିଲା। ସେଦିନ ଯେତିକି ବାଳ ଗଣା ହେଲା ସେତିକି ବାଳ ସଙ୍ଗେ ସଙ୍ଗେ ଭଣ୍ଡାରୀ ଚାଞ୍ଚିଦେଲା। ଏହିପରି ଗଣା ଚାଲିଲା 8 ଦିନ। 8 ଦିନ ଭିତରେ ଖଣ୍ଡେ ଖଣ୍ଡେ ଜମିଦାରଙ୍କର ମୁଣ୍ଡ ବାଳ ରମ୍ପା ହେଉଥାଏ। ଜମିଦାରଙ୍କର ମୁଣ୍ଡ ଅବାଗିଆ ଦେଖାଯାଉଥାଏ। ସମସ୍ତେ ମୁହଁରେ ହାତ ଦେଇ ହସୁଥାନ୍ତି। ଏହିପରି 8 ଦିନ ପରେ ଜମିଦାରଙ୍କର ପୁରା ମୁଣ୍ଡ ଲଣ୍ଡା ହୋଇଗଲା। ମିନତୀ ବାଳ ଗଣା ସାରିଲା। ସମୁଦାୟ 108,90,504ଟି ବାଳ ହେଲା। ଜମିଦାର ମିନତୀ ତାଙ୍କୁ ହାସ୍ୟାସ୍ପଦ କରିବାଟା ବୁଝିଗଲେ, କିନ୍ତୁ କିଛି କରିପାରିଲେ ନାହିଁ। ମିନତୀକୁ କହିଲେ, ଯଦି ଗଣାରେ ଭୁଲ ବାହାରିବ ତେବେ ତାକୁ ଦଣ୍ଡ ଦିଆଯିବ। ମିନତୀ କହିଲା, ମୋର ଗଣା ପୁରା ଠିକ୍, କିନ୍ତୁ ଯିଏ ଗଣିବ ସେ ମୂର୍ଖ ହୋଇଥିବ ଓ ଚରିତ୍ରହୀନ ହୋଇଥିବ। ସେ ନିଶ୍ଚୟ ଭୁଲ କରିବ। କିଛି ଦିନ ପରେ ଜମିଦାରଙ୍କର ମୁଣ୍ଡର ବାଳ ଉଠିଯିବାରୁ ସେ ଅନ୍ୟ ଲୋକଙ୍କ ଦ୍ୱାରା ଗଣାଇଲେ। ସେ ମଧ୍ୟ ମିନତୀ ଠିକ୍ ଗଣିଛି ବୋଲି କହିଲେ। ଆହୁରି 2-3 ଜଣ ଲୋକଙ୍କୁ ଗଣାଇଲେ ଏବଂ ଗୁମାସ୍ତା ଗଣିଲେ। ସମସ୍ତେ ଠିକ୍ କହିଲେ। ସମସ୍ତେ ମିଛି ମିଛିକା ଗଣି ମିନତୀ ଗଣିଥିବା ସଂଖ୍ୟା କହିଲେ। କାରଣ କେହି ଚାହୁଁନଥିଲେ କାହାର ମାଆକୁ ଖରାପ ଚିତ୍ରରେ ଚିତ୍ରଣ କରିବା ପାଇଁ। ଜମିଦାର ସେତେବେଳେ ନିଜର ବୋକାମି ବୁଝି ସାରିଥିଲେ। ମିନତୀକୁ ଖୁବ୍ ଚାଲାକ ବୋଲି ଜାଣି ସାରିଥିଲେ। ଆଉ ତା ସାଥିରେ ଲାଗିବେନି, ଲାଗିଲେ ବେଶୀ ହାସ୍ୟାସ୍ପଦ ହେବେ। ଏଣୁ ଚୁପ୍ ରହିଲେ। କିନ୍ତୁ ବସନ୍ତକୁ ଡାକି ମିନତୀକୁ ଜଙ୍ଗଲକୁ ବିଦା କରିଦେବାକୁ କହିଲେ। ବସନ୍ତ ମିନତୀକୁ ଯାଇ କହିଲା। ମିନତୀ ବ୍ୟସ୍ତ ନ ହେବା ପାଇଁ ତା ବାପାକୁ କହିଲା। ଜଙ୍ଗଲରେ ତା ପାଇଁ ଗୋଟିଏ କୁଡ଼ିଆ କରିଦେବା ପାଇଁ କହିଲା। ମିନତୀ ଯାଇ ସେଠାରେ ରହିଲା। ବସନ୍ତ ଏବଂ ତାର ମା ତାକୁ ବେଳେ ବେଳେ ଦେଖା କରି ଜିନିଷପତ୍ର ଦେଇ ଆସନ୍ତି। ମିନତୀ କଥାରେ ଜମିଦାର ସ୍ତ୍ରୀ ଆଣିବେନି, କାରଣ ପିଲାପିଲି ହେବ। ତାଙ୍କ ଜିଦ୍ ରଖିବା ପାଇଁ ସେ ବାହା ହେଉନଥିଲେ। ବେଳେବେଳେ ଜଙ୍ଗଲକୁ ଯାଇ ସମୟ କଟାଇ ଆସୁଥାନ୍ତି। ଦିନେ ଜଙ୍ଗଲରୁ ଫେରୁ ଫେରୁ ଡେରି ହୋଇଗଲା। ଏହି ସମୟରେ ପାଖରେ ମିନତୀର କୁଡ଼ିଆ ଦେଖି ସେଠାକୁ ଗଲେ। ରାତି ହେଲାଣି। ମିନତୀକୁ ଅନୁରୋଧ କଲେ ରାତିଟି ରହିବା ପାଇଁ। ରାତିରେ ମିନତୀ ଜମିଦାରଙ୍କୁ ଖାଇବା ପାଇଁ ଦେଲା, ନିଜେ ଖାଇଲା। ତାପରେ 2 ଜଣ ଯାକ କଥାବାର୍ତ୍ତା ହେଲେ। ଜମିଦାର ମିନତୀକୁ ଏଠାରେ ଆସି କାହିଁକି ରହିଲ ବୋଲି ପଚାରିଲେ। ମିନତୀ କହିଲା, ଗରିବ, ଖାଇବାକୁ ନାହିଁ। ବାପା ମା ଝିଅ ବୋଲି ବାହାର କରିଦେଇଛନ୍ତି।
ଫଳମୂଳ ଖାଇ ବଞ୍ଚି ରହିଛି। ଅପେକ୍ଷା କରିଛି କୌଣସି ଋଷି ଯଦି ଆସନ୍ତି ତାଙ୍କର ଶିଷ୍ୟ ହୋଇ ଜୀବନ ବିତାଇ ଦେବି। ଜମିଦାର ଆଶ୍ଚର୍ଯ୍ୟ ହୋଇ କହିଲେ, ଝିଅ ବୋଲି ବାହାର କରିଦେବା ଅନ୍ୟାୟ। ପୁରୁଷ ଯେପରି ଝିଅ ସେହିପରି। ଆମ ଗାଁ ମିନତି ବୋଲି ଗୋଟିଏ ଝିଅ ଠିକ୍ କହିଥିଲା। ମୁଁ ଡେରିରେ ବୁଝିଲି। ତୁମେ ସୁନ୍ଦର ଯୁବତୀ। ମୁଁ ତୁମ ଆଗରେ ପ୍ରସ୍ତାବ ରଖୁଛି। ମୋତେ ବାହା ହେବ କି? ମୁଁ ଏଠାକାର ଜମିଦାର ଏବଂ ଅବିବାହିତ। ମିନତି ଲାଜେଇ ଯାଇ ସମ୍ମତି ପ୍ରଦାନ କଲା। ଜମିଦାର ମିନତିକୁ ନେଇ ତା ପରଦିନ ସକାଳେ ନିଜ ଘରକୁ ଫେରିଗଲେ। କିଛି ଦିନ ପରେ ଜମିଦାର ମିନତିକୁ ବିବାହ କଲେ। ମିନତି ବାପା ମାକୁ ବାହାଘରକୁ ନ ଯିବା ପାଇଁ ମନା କରିଥିଲା। ଜମିଦାର ମିନତିକୁ ଖୁବ୍ ଭଲ ପାଉଥିଲେ। ବର୍ଷକ ପରେ ମିନତିର ପୁଅଟିଏ ହେଲା। ଜମିଦାର ହସିକରି ମିନତିକୁ ପଚାରିଲେ, ପୁଅ କାହାର? ମିନତି କହିଲା, ଆପଣଙ୍କର। ଆପଣ ନିଷ୍ପତ୍ତି ସେଇଆ ନିଅନ୍ତି ନା? ଜମିଦାର ପଚାରିଲେ, ତୁମେ କିପରି ଜାଣିଲ? ମୋତେ ଚିହ୍ନି ପାରୁନାହାନ୍ତି? ମୁଁ ବସନ୍ତର ଝିଅ ମିନତି। ଜମିଦାର ଆଶ୍ଚର୍ଯ୍ୟ ହେଲେ, ଖୁବ୍ ହସିଲେ। ବସନ୍ତ ଏବଂ ମିନତିର ମାକୁ ଡାକି ନିଜ ଘରେ ରଖିଲେ। ଖୁସିରେ ସମସ୍ତେ ରହିଲେ।